Good morning. Welcome to SK Education Track. ପୁରାଣରୁ ପ୍ରେରଣା ବିଭାଗକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ଆମେ ଓଡ଼ିଶାର ଏକ ନଦୀ ବିଷୟରେ ଆଲୋଚନା କରିବା। ଓଡ଼ିଶାରେ ପ୍ରବାହିତ ଅନେକ ନଦୀ ମଧ୍ୟରୁ ଋଷିକୁଲ୍ୟା ନାଁ ଆପଣ ଜାଣିଛନ୍ତି, ସେ ବିଷୟରେ ଆମେ କିଛି ଆଲୋଚନା କରିବା। ଋଷିକୁଲ୍ୟା ପୂର୍ବଘାଟ ପର୍ବତର ଦାରିଙ୍ଗବାଡ଼ିଠାରେ ଥିବା ଋଷିମାଳ ପର୍ବତରୁ ବାହାରି ସରଡ଼ା, ପୁରୁଷୋତ୍ତମପୁର, ତାରାତାରିଣୀ, ଛତ୍ରପୁର ଆଦି ଦେଇ ଗଞ୍ଜାମ ଜିଲ୍ଲାର ପୁରୁଣାବନ୍ଧ ନିକଟରେ ସଙ୍ଗମ କରିଛି। ଋଷିକୁଲ୍ୟା ନଦୀର ଲମ୍ବ 156 କିଲୋମିଟର। ଏହି ନଦୀର ଜଳ କନ୍ଧମାଳ, ଗଜପତି, ଗଞ୍ଜାମ ଏପରି ଅନେକ ଜିଲ୍ଲାକୁ ପହଞ୍ଚାଇ ଶସ୍ୟ ଶ୍ୟାମଳକୁ ସାକାର କରୁଛି। ବିଷୟଟି ହେଲା ପୁରାଣରୁ ପ୍ରେରଣା। ସେହି ବିଷୟକୁ ଆମେ ଆସିବା। କିମ୍ବଦନ୍ତୀ ଆଧାରରେ ଅନୁସାରେ ସୃଷ୍ଟିର ପ୍ରାତଃ କାଳରେ ଋଷିକୁଲ୍ୟାର ଉତ୍ପତ୍ତି ସ୍ଥଳ ବିନ୍ଦୁସାର ତୀର୍ଥ ଏବଂ ଋଷିମାଳ ପର୍ବତ ମହାଚନ୍ଦ୍ର ମହାବରୁଣେଇ ତୀର୍ଥ ଭାବରେ ପରିଚିତ ଥିଲା। ବିଷ୍ଣୁ ପୁରାଣରେ ଏହା ବିଷୟରେ ସମ୍ପୂର୍ଣ୍ଣ ଉଲ୍ଲେଖ ରହିଛି। ଆପଣମାନେ ଏହାକୁ ରିସର୍ଚ୍ଚ କରିପାରିବେ। ଏହି ନଦୀ ସହିତ ରାମାୟଣର ସମ୍ପର୍କ ଅତି ନିବିଡ଼। ଏହାକୁ ମଧ୍ୟ ଆମେ ଅନୁଭବ କରିବାକୁ ପଡ଼ିବ। ତେଣୁ ପ୍ରକୃତିର ଦାନ ସହିତ ପୌରାଣିକ ଜ୍ଞାନ ପ୍ରେରଣା ଏତେ ମାତ୍ରାରେ ଜଡ଼ିତ ହୋଇ ରହିଛି, ଯାହାକୁ ଆମେ ଅନୁଭବ କରିବାର ସମୟ ଆସିଛି। ପ୍ରକୃତି ସହିତ ଆମେ ସବୁବେଳେ, ପ୍ରକୃତି ଆମ ସହିତ ସବୁବେଳେ। ଭୂଗୋଳ ଏକ ପାଠ, ଯାହାକୁ ଆମେ ପାଠ୍ୟପୁସ୍ତକ ବା ଶ୍ରେଣୀମାନଙ୍କରେ ପଢ଼ିଥାଉ। ଏହା ସହିତ ବି ପୁରାଣର ସମ୍ପର୍କ ରହିଛି, ଏହାକୁ ଆମେ ଅନୁଭବ କରିବାକୁ ପଡ଼ିବ। ନଦୀ ସୃଷ୍ଟି, ପାହାଡ଼ ସୃଷ୍ଟି, ପଥର ସୃଷ୍ଟି ଏପରି ଅନେକ ସୃଷ୍ଟି ଭିତରେ ରହିଛି ସେହି ପୌରାଣିକ କଥାବସ୍ତୁ। ଇତିହାସ ପୁରାଣ। ଇତିହାସକୁ ଆମେ ଅନେକ ମାତ୍ରାରେ ସ୍ୱୀକୃତି ଦେଉଥିବା ବେଳେ ପୁରାଣକୁ ଅଣସ୍ୱୀକୃତି ହିଁ ଇତିହାସକୁ ବଳିଷ୍ଠ କରିବାରେ ଫାଟ ସୃଷ୍ଟି କରୁଛି। ତେଣୁ ନିବେଦନ ରହୁଛି, ଯେତେବେଳେ ଆମେ ଇତିହାସ ପଢ଼ୁଛୁ ସେହି ସମୟରେ ଆମେ ପୁରାଣ ସହିତ ସମ୍ପର୍କ ଯୋଡ଼ିବାକୁ ହେବ। ଋଷିକୁଲ୍ୟା ନଦୀର ସୃଷ୍ଟି ବିଷୟରେ ଆମେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛୁ। ଏଥିରେ ରହିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାକି ଆଧୁନିକ ବିଜ୍ଞାନ ସହିତ ଜଡ଼ିତ, ଚିକିତ୍ସା ବିଜ୍ଞାନ ସହିତ ଜଡ଼ିତ। ଆପଣ ଶୁଣିଥିବେ ବିଷ୍ଣୁଙ୍କର କର୍ଣ୍ଣମୂଳରୁ ଜଣେ ଚରିତ୍ର ସୃଷ୍ଟି ହୋଇଥିଲେ। ତାଙ୍କ ନାଁ ହେଉଛି ମଧୁ କୈଟଭ। ପୁରାଣ ସହିତ ମଣିଷର ଚଳଣି ଅତି ନିବିଡ଼। ଆମେ ଟିକେ ପୂର୍ବରୁ ଆପଣଙ୍କୁ କହୁଥିଲୁ ବିଷ୍ଣୁଙ୍କର କର୍ଣ୍ଣମୂଳରୁ ମଧୁ କୈଟଭ ଚରିତ୍ର ବ୍ୟକ୍ତି ସୃଷ୍ଟି ହୋଇଥିଲେ। ଅର୍ଥାତ୍ ମାତା ପିତାଙ୍କର ସମ୍ଭୋଗ ସେକ୍ସରୁ ମଣିଷ ସୃଷ୍ଟି ହୁଏ। ଆଜି ଚିକିତ୍ସା ବିଜ୍ଞାନ ଏହା ପ୍ରମାଣିତ କରିସାରିଛି ଯେ ବାପା ମା ସେକ୍ସ ନ କଲେ ମଧ୍ୟ ପୃଥିବୀରେ
ପୁଅ ଝିଅ ସୃଷ୍ଟି ହୋଇପାରୁଛନ୍ତି। ଚିକିତ୍ସା ବିଜ୍ଞାନର ଏହି ସଫଳତା ସହିତ ପୁରାଣର ସମ୍ପର୍କ, ଏହାକୁ ଆମେ ମନା କରିପାରିବା କି? ତେଣୁ ପୁରାଣର ପ୍ରେରଣା, ଏହି ସୂଚନା ଆପଣଙ୍କୁ କିପରି ଲାଗୁଛି ମତାମତ ଦେବେ। ଅଧିକ ସଂଖ୍ୟକ ମତାମତ ଆସିଲେ ଆମେ ଅନେକ ବିଷୟ ଆପଣଙ୍କୁ ସଂକ୍ଷେପରେ ପ୍ରଦାନ କରିବୁ। ଋଷିକୁଲ୍ୟା ନଦୀ ଇତିହାସ ପୁରାଣ ସହିତ ସମ୍ପର୍କିତ। ଏ ସମ୍ପର୍କିତ ଜ୍ଞାନକୁ ସଂକ୍ଷେପରେ ଉପସ୍ଥାପନ କରୁଛି SK ଏଜୁକେସନ୍ ଟ୍ରାକ୍। ଅଧିକ ଜାଣିବା ପାଇଁ ଅଧିକ ପଢ଼ନ୍ତୁ, ଅଧିକ ସଂଗ୍ରହ କରନ୍ତୁ। ଏପରି ଅନେକ ଇନ୍ସପାଇରେସନାଲ୍ ଆଣ୍ଡ ମୋଟିଭେସନାଲ୍ ପ୍ରେଜେଣ୍ଟେସନ୍ ପାଇଁ ଆଜି ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ୍ସ ଫର୍ ୱାଚିଂ ଦିସ୍ ପ୍ରୋଗ୍ରାମ୍ ବାଇ SK ଏଜୁକେସନ୍ ଟ୍ରାକ୍।